ଓଡ଼ିଶାର ଐତିହ୍ୟ ଓଡ଼ିଶା ଐତିହ୍ୟର କେତେକ ପ୍ରଶ୍ନ ଉତ୍ତର ସମସ୍ତ ପରୀକ୍ଷା ପାଇଁ ଉପଯୋଗୀ। ପାର୍ଟ 1 ଚାଲନ୍ତୁ ଆରମ୍ଭ କରିବା ଆଜିକାର ପ୍ରଶ୍ନ ଉତ୍ତର। ଆମ ଚ୍ୟାନେଲରେ ନୂଆ ଥିଲେ ଆମ ଚ୍ୟାନେଲକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଚାଲନ୍ତୁ ଆରମ୍ଭ କରିବା ଆଜିକାର ପ୍ରଶ୍ନ ଉତ୍ତର। ବିଶ୍ୱ ଐତିହ୍ୟ ଦିବସ କେବେ ପାଳନ କରାଯାଏ? ଏପ୍ରିଲ 18, ମେ 18, ଜୁନ 18, ଜୁଲାଇ 18। ଏହାର ସଠିକ୍ ଉତ୍ତର ହେଉଛି ଏପ୍ରିଲ 18। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାର ଐତିହ୍ୟରେ କାହାର ମାହାତ୍ମ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ? ଜଗନ୍ନାଥ ଚେତନା, ଶିବ ଚେତନା, ଦୁର୍ଗା ଚେତନା, ଗଣେଶ ଚେତନା। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଜଗନ୍ନାଥ ଚେତନା। ପରବର୍ତ୍ତୀ ପ୍ରଶ୍ନ, ଭକ୍ତ ସାଲବେଗ ଜାତିରେ କ'ଣ ଥିଲେ? ବ୍ରାହ୍ମଣ, ଶବର, ଖ୍ରୀଷ୍ଟିଆନ, ମୁସଲମାନ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ମୁସଲମାନ। ଭକ୍ତ ସାଲବେଗ ଜଣେ ମୁସଲମାନ ବା ଯବନ ଥିଲେ। ଭକ୍ତ ସାଲବେଗ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସାଲବେଗଙ୍କ ଜଗନ୍ନାଥ ଜଣାଣ ଓଡ଼ିଶାର ଘରେ ଘରେ ପରିଚିତ ଓ ସମସ୍ତଙ୍କ ଦ୍ୱାରା ଅତି ଭକ୍ତିର ସହିତ ଗାନ କରାଯାଏ। ତାଙ୍କର ପିତା ମୁସଲମାନ ଓ ମାତା ହିନ୍ଦୁ ଥିଲେ। ତାଙ୍କର ମୃତ୍ୟୁ ପରେ ଉଭୟ ହିନ୍ଦୁ ମୁସଲମାନ ତାଙ୍କର ମର ଶରୀରକୁ ଦାବି କରିଥିଲେ। ଶେଷରେ ଏକ ଉଭୟ ନିଷ୍ପତ୍ତି ଅନୁଯାୟୀ ପ୍ରତିବର୍ଷ ରଥଯାତ୍ରା ସମୟରେ ତାଙ୍କର ଅମର ଆତ୍ମା ଜଗନ୍ନାଥଙ୍କ ଦର୍ଶନ କରିପାରିବା ଭଳି ପୁରୀ ବଡ଼ଦାଣ୍ଡ ରଥଯାତ୍ରା ପଥ ପାଖରେ ଏକ ସ୍ଥାନରେ ତାଙ୍କର କବର ତିଆରି କରାଯାଇଥିଲା। ପରବର୍ତ୍ତୀ ପ୍ରଶ୍ନ, ହାତୀଗୁମ୍ଫା କେଉଁଠାରେ ରହିଛି? ଉଦୟଗିରି, ଖଣ୍ଡଗିରି, ଧଉଳିଗିରି, ରତ୍ନଗିରି। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଉଦୟଗିରି। ଭୁବନେଶ୍ୱର ଉଦୟଗିରିରେ ଥିବା ହାତୀଗୁମ୍ଫା ଏକ ବିରାଟକାୟ ପ୍ରାକୃତିକ ଗୁମ୍ଫା। ସମ୍ମୁଖରୁ ଦେଖିଲେ ଏହା ଏକ ହାତୀ ଭଳି ଦେଖାଯାଉଥିବାରୁ ଏହାକୁ ହାତୀଗୁମ୍ଫା କୁହାଯାଏ। ଏହି ଗୁମ୍ଫାର ଶିଳାଲେଖ ସମଗ୍ର ଭାରତରେ ସମ୍ରାଟ ଖାରବେଳଙ୍କ ରାଜତ୍ୱ ସମୟର ଏକମାତ୍ର ତଥ୍ୟ ପ୍ରଦାନକାରୀ ଉତ୍ସ। ପରବର୍ତ୍ତୀ ପ୍ରଶ୍ନ, କଳସା ଚଉତିଶାର ଲେଖକ କିଏ? ବତ୍ସା ଦାସ, ସାରଳା ଦାସ, ଜଗନ୍ନାଥ ଦାସ, ଶିଶୁ ଅନନ୍ତ ଦାସ। ଏହାର ଉତ୍ତର ହେଉଛି ବତ୍ସା ଦାସ। ଏହାର ପରବର୍ତ୍ତୀ ପ୍ରଶ୍ନ, ଚଉତିଶା କେତେ ପଦ ବିଶିଷ୍ଟ କବିତା? 31 ପଦ, 32 ପଦ, 33 ପଦ, 34 ପଦ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି 34 ପଦ ବିଶିଷ୍ଟ କବିତା। ଚଉତିଶା 34 ପଦ ବିଶିଷ୍ଟ କବିତା। ଏହାର ପ୍ରତ୍ୟେକ ପଦ କ୍ରମାନ୍ୱୟରେ ଓଡ଼ିଆ ବର୍ଣ୍ଣମାଳାର ପ୍ରତ୍ୟେକ ବ୍ୟଞ୍ଜନ ବର୍ଣ୍ଣରେ ଆରମ୍ଭ ହୋଇଥାଏ। ତେଣୁ ଏହାକୁ ଚଉତିଶା ବୋଲି କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ, ରୁଦ୍ର ସୁଧାନିଧିର ରଚୟିତା କିଏ? ବତ୍ସା ଦାସ, ଅବଧୂତ ନାରାୟଣ ସ୍ୱାମୀ, ସାରଳା ଦାସ, ବଳରାମ ଦାସ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଅବଧୂତ ନାରାୟଣ ସ୍ୱାମୀ। ଏହାକୁ ରଚନା କରିଥିଲେ। ଅବଧୂତ ନାରାୟଣ ସ୍ୱାମୀଙ୍କ ରୁଦ୍ର ସୁଧାନିଧି ଓଡ଼ିଆ ସାହିତ୍ୟର କାବ୍ୟ ଛନ୍ଦରେ ଲିଖିତ ଏକ ଗଦ୍ୟ ସାହିତ୍ୟ ରଚନା। ପରବର୍ତ୍ତୀ ପ୍ରଶ୍ନ, ବିଲଙ୍କା ରାମାୟଣର ଲେଖକ କିଏ? ସାରଳା ଦାସ, ବଳରାମ ଦାସ, ଜଗନ୍ନାଥ ଦାସ, ବତ୍ସା ଦାସ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ସାରଳା ଦାସ। ଏହାକୁ ରଚନା କରିଥିଲେ। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଆ ମହାଭାରତର ଲେଖକ କିଏ? ସାରଳା ଦାସ, ବଳରାମ ଦାସ, ଜଗନ୍ନାଥ ଦାସ, ବତ୍ସା ଦାସ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ସାରଳା ଦାସ। ମହାଭାରତ ଗୋଟିଏ ମହାକାବ୍ୟ। ଏହାକୁ ସାରଳା ଦାସ ରଚନା କରିଛନ୍ତି। ପରବର୍ତ୍ତୀ ପ୍ରଶ୍ନ, ଚଣ୍ଡୀ ପୁରାଣର ଲେଖକ କିଏ? ବଳରାମ ଦାସ, ଜଗନ୍ନାଥ ଦାସ, ସାରଳା ଦାସ, ବତ୍ସା ଦାସ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ସାରଳା ଦାସ। ପରବର୍ତ୍ତୀ ପ୍ରଶ୍ନ, କେଶବ କଇଲି କାହାର ରଚନା? ମାର୍କଣ୍ଡ ଦାସ, ସାରଳା ଦାସ, ବତ୍ସା ଦାସ, ଜଗନ୍ନାଥ ଦାସ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ମାର୍କଣ୍ଡ ଦାସ। ପରବର୍ତ୍ତୀ ପ୍ରଶ୍ନ, ରାମବିଭା କାହାର ଲେଖା ବା ରାମବିଭା ପୁସ୍ତକ କିଏ ଲେଖିଛନ୍ତି? ଅର୍ଜୁନ ଦାସ, ଅନନ୍ତ ଦାସ, ବଳରାମ ଦାସ, ଜଗନ୍ନାଥ ଦାସ।
यार सठिक उत्तर होउछि ऑप्शन ए अर्जुन दास। परवर्ती प्रश्न ओडिया रामायणर रचयिता किए? जगन्नाथ दास, बलराम दास, अनंत दास, जसवंत दास। यार सठिक उत्तर होउछि ऑप्शन बी बलराम दास। परवर्ती प्रश्न ओडिया भागवतर लेखक किए? बलराम दास, सारला दास, जगन्नाथ दास, अनंत दास। यार सठिक उत्तर होउछि ऑप्शन सी जगन्नाथ दास। परवर्ती प्रश्न गीत गोविंदर रचयिता किए? बलराम दास, सारला दास, जयदेव, जगन्नाथ दास। यार सठिक उत्तर होउछि ऑप्शन सी जयदेव गीत गोविंद रचना करथिले। परवर्ती प्रश्न रसकल्लोळर रचयिता किए? दीनकृष्ण दास, बलराम दास, सारला दास, बत्सा दास। यार सठिक उत्तर होउछि ऑप्शन ए दीनकृष्ण दास। परवर्ती प्रश्न लावण्यवतीर रचयिता किए? उपेन्द्र भंज, दीनकृष्ण दास, अभिमन्यु सामंत सिंहार, भक्तचरण दास। यार सठिक उत्तर होउछि ऑप्शन ए उपेन्द्र भंज। कवि सम्राट उपेन्द्र भंजଙ୍କ कृति लावण्यवती, वैदेहीश विलास और कोटि ब्रह्मांड सुंदरी। परवर्ती प्रश्न विदग्ध चिंतामणिर लेखक किए? अभिमन्यु सामंत सिंहार, भक्तचरण दास, बलदेव रथ, उपेन्द्र भंज। यार सठिक उत्तर होउछि ऑप्शन ए अभिमन्यु सामंत सिंहार। परवर्ती प्रश्न मनबोध चौतीसार रचयिता किए? उपेन्द्र भंज, भक्तचरण दास, बलदेव रथ, सालबेग। यार सठिक उत्तर होउछि ऑप्शन बी भक्तचरण दास। भक्तचरण दासଙ୍କ मथुरा मंगल मध्य अन्य एक रचना। परवर्ती प्रश्न किशोर चंद्रानंद चंपूर रचयिता किए? बलदेव रथ, भीम भोई, अरक्षित दास, उपेन्द्र भंज। यार सठिक उत्तर होउछि ऑप्शन ए बलदेव रथ। परवर्ती प्रश्न स्तुति चिंतामणिर लेखक किए? बलदेव रथ, भीम भोई, अरक्षित दास, ब्रजनाथ बड़जेना। यार सठिक उत्तर होउछि ऑप्शन बी भीम भोई। परवर्ती प्रश्न महिमंडल गीता ग्रंथर लेखक किए? भीम भोई, बलदेव रथ, अरक्षित दास, उपेन्द्र भंज। यार सठिक उत्तर होउछि ऑप्शन सी अरक्षित दास। परवर्ती प्रश्न समर तरंगर लेखक किए? सारला दास, जयदेव, उपेन्द्र भंज, ब्रजनाथ बड़जेना। यार सठिक उत्तर होउछि ऑप्शन डी ब्रजनाथ बड़जेना। मध्ययुगीय ओडिया साहित्यर अन्य एक विशिष्ट कृति हेउछि ब्रजनाथ बड़जेनाଙ୍କ समर तरंग। यह एक ऐश्वर्य और वीरत्वर कविता भावे भारतीय साहित्य एक स्वतंत्र स्थान अधिकार करिछि। परवर्ती प्रश्न 6 माण 8 गुंठ उपन्यासर लेखक किए? राधानाथ राय, फकीर मोहन सेनापति, गंगाधर मेहर, मधुसूदन राव। यार सठिक उत्तर होउछि ऑप्शन बी फकीर मोहन सेनापति। फकीर मोहन सेनापतिଙ୍କ प्रमुख कृति गुड़िक हेउछि 6 माण 8 गुंठ, मामू, प्रायश्चित, लच्छमा। एही 4टी उपन्यास एवं 20टी गल्प एवं केतेक अनुवाद मध्य करथिले। फकीर मोहन सेनापतिଙ୍କୁ ओडिया आधुनिक साहित्यर जनक बोली कुहा जाय। परवर्ती प्रश्न चिलिका काव्यर लेखक किए? फकीर मोहन सेनापति, गंगाधर मेहर, राधानाथ राय, मधुसूदन राव। यार सठिक उत्तर होउछि ऑप्शन सी राधानाथ राय। प्रकृतिर सौंदर्य को साधारण लोकंक चक्षु सामना को आनिबारे ओडिया साहित्यर प्रथम प्रकृति कवि राधानाथ रायଙ୍କ सर्वश्रेष्ठ कीर्ति हेउछि चिलिका काव्य। परवर्ती प्रश्न कुसुमांजलि भक्ति गीतर रचयिता किए? मधुसूदन राव, गंगाधर मेहर, नंदकिशोर बल, राधानाथ राय। यार सठिक उत्तर होउछि ऑप्शन ए मधुसूदन राव। परवर्ती प्रश्न बसंत गाथार लेखक किए? मधुसूदन राव, राधानाथ राय, गंगाधर मेहर, फकीर मोहन सेनापति। यार सठिक उत्तर होउछि ऑप्शन ए मधुसूदन राव।
ମଧୁସୂଦନ ରାଓ ସେକ୍ସପିୟର ଓ ମିଲ୍ଟନଙ୍କ ଶୈଳୀର ଅନୁକରଣରେ ସନେଟ୍ ଲେଖିଥିଲେ। ତାଙ୍କ ଦ୍ୱାରା ରଚିତ ବସନ୍ତଗାଥା ଏକ ସନେଟ୍ ଓ କୁସୁମାଞ୍ଜଳି ଭକ୍ତି ଗୀତର ଏକ ସମାରୋହ। ଏହାର ପରବର୍ତ୍ତୀ ପ୍ରଶ୍ନ, କୀଚକବଧ କାବ୍ୟର ଲେଖକ କିଏ? ଗଙ୍ଗାଧର ମେହର, ରାଧାନାଥ ରାୟ, ନନ୍ଦକିଶୋର ବଳ, ମଧୁସୂଦନ ରାଓ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ, ଗଙ୍ଗାଧର ମେହର। ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରୁଥିବା ଜଣେ ଯଶସ୍ୱୀ କବି ହେଲେ ସନେଟ୍ ଓ ଗୀତି କବିତା ମାଧ୍ୟମରେ ପ୍ରାକୃତିକ ଦୃଶ୍ୟ ଓ ମନୁଷ୍ୟର ଭାବାବେଗକୁ ବଣ୍ଟନ କରୁଥିବା ଗଙ୍ଗାଧର ମେହର। ତାଙ୍କର ଉତ୍କୃଷ୍ଟ କୃତି ପ୍ରଣୟବଲ୍ଲରୀ, ତପସ୍ୱିନୀ ଓ କୀଚକବଧ ପ୍ରଭୃତି। ଏହାର ପରବର୍ତ୍ତୀ ପ୍ରଶ୍ନ, କନକଲତା ଉପନ୍ୟାସର ଲେଖକ କିଏ? ନନ୍ଦକିଶୋର ବଳ, ଗଙ୍ଗାଧର ମେହର, ମଧୁସୂଦନ ରାଓ, ଫକୀରମୋହନ ସେନାପତି। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ, ନନ୍ଦକିଶୋର ବଳ। ଏହାକୁ ଲେଖିଛନ୍ତି ସାହିତ୍ୟ ସ୍ରଷ୍ଟା ନନ୍ଦକିଶୋର ବଳ। ଗ୍ରାମ୍ୟ ଜୀବନ ଭିତ୍ତିକ ପଲ୍ଲୀଚିତ୍ର ଓ ନିଜରିଣୀ କବିତା ଓ କନକଲତା ଉପନ୍ୟାସ ଏବଂ ପିଲାଙ୍କ କବିତା, ନାନାବାୟା ଗୀତ ଆଦି ରଚନା କରି ଓଡ଼ିଆ ସାହିତ୍ୟରେ ନୂତନତା ଆଣିଛନ୍ତି। ଆମ ଚ୍ୟାନେଲରେ ନୂଆ ଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି।